ଶିର ବନ୍ଧୁଗଣ ଦେବତା ମାନଙ୍କର ଦେବତା ମହାଦେବଙ୍କ ଆଶୀର୍ବାଦରୁ ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସୁଛି। ବନ୍ଧୁମାନେ ପ୍ରସ୍ତୁତ ହୁଅନ୍ତୁ, କାରଣ ଭଗବାନ ମହାଦେବ ସ୍ୱୟଂ ଆପଣଙ୍କ ଭାଗ୍ୟକୁ ପୁନର୍ବାର ଆକାର ଦେବାକୁ ଯାଉଛନ୍ତି। ଆପଣଙ୍କ ସୂଚନା ପାଇଁ ଏକ ମହାନ ଦିବ୍ୟ ଶକ୍ତି ଆପଣଙ୍କ ଘରକୁ ତାଙ୍କର କୃପା ପ୍ରଦାନ କରିଛନ୍ତି। ପ୍ରକୃତରେ ଆଗାମୀ 24 ରୁ 36 ଘଣ୍ଟା ମଧ୍ୟରେ ଦୁଇଟି ଅସାଧାରଣ ଘଟଣା ଘଟିବାକୁ ଯାଉଛି। ତେଣୁ ବନ୍ଧୁମାନେ ଅନ୍ୟ ସମସ୍ତ କାର୍ଯ୍ୟକୁ ପାସୋରି ଦିଅନ୍ତୁ ଏବଂ ପ୍ରଥମେ ଏହି ଭିଡିଓଟିକୁ ଦେଖନ୍ତୁ, କାରଣ ଆଗାମୀ 24 ଘଣ୍ଟା ମଧ୍ୟରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା ଅଟଳ। ପୃଥିବୀର କୌଣସି ଶକ୍ତି ଏହାକୁ ରୋକିପାରିବେ ନାହିଁ, କାରଣ ଏକ ସର୍ବୋଚ୍ଚ ଦେବତା ଏକ ଦିବ୍ୟ ଶକ୍ତି ଏବେ ଆପଣଙ୍କ ସହିତ ରହିବେ। ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଏକ ମହାନ ଦିବ୍ୟ ଶକ୍ତି ପହଞ୍ଚିବାକୁ ଯାଉଛି। ଏହି ଖବର ଏତେ ଚମତ୍କାର ହେବ ଯେ ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେବ। ଭଗବାନ ମହାଦେବଙ୍କର ଆଶୀର୍ବାଦ ଦ୍ୱାରା ଆପଣଙ୍କ ଜୀବନରେ ଏପରି ଏକ ପରିବର୍ତ୍ତନ ଆସୁଛି ଏବଂ ତାଙ୍କର ଦିବ୍ୟ ଉପସ୍ଥିତି ଏବେ ଆପଣଙ୍କ ଘର ଉପରେ ନଜର ରଖିବ। ଆପଣଙ୍କ ଶତ୍ରୁମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ସାମାନ୍ୟତମ କ୍ଷତି କରିପାରିବେ ନାହିଁ। ଏକ ମହାନ ଦିବ୍ୟ ଶକ୍ତି ଆପଣଙ୍କ ଘରର ଏକ କୋଣରେ ବାସ କରିଛି। ଏବେ ଆମେ ସେହି ଗୁପ୍ତ କଥା, ସେହି ଶୁଭ ଘଟଣା ପ୍ରକାଶ କରିବାକୁ ଯାଉଛୁ, ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେବ। ଏହି ଦିବ୍ୟ ଶକ୍ତି ଆପଣଙ୍କ ପାଇଁ ବିଶେଷ ଭାବରେ ଏକ ଚମତ୍କାର କାର୍ଯ୍ୟ କରୁଛି। ଏହି ଦିବ୍ୟ ଶକ୍ତି ଆପଣଙ୍କ ଘରକୁ କାହିଁକି ବାଛିଛି? ଆପଣଙ୍କ ବିଷୟରେ ଏତେ ବିଶେଷ କ'ଣ? ଆପଣଙ୍କ ଘରେ ଏହି ଦିବ୍ୟ ଉପସ୍ଥିତି ରହିବା ପାଇଁ ଆପଣଙ୍କ ବିଷୟରେ ପ୍ରକୃତରେ କିଛି ଅନନ୍ୟ ରହିବା ଆବଶ୍ୟକ। ଏହି ଦିବ୍ୟ ଶକ୍ତି ଆପଣଙ୍କୁ କ'ଣ ପ୍ରଦାନ କରିବାକୁ ଯାଉଛି? କେଉଁ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି? ଆଜିର ଭିଡିଓରେ ଆମେ ଆପଣଙ୍କ ସହିତ ସମସ୍ତ ବିବରଣୀ ସେୟାର କରିବୁ। ଦୟାକରି ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖିବା ପାଇଁ ଆପଣଙ୍କର ମୂଲ୍ୟବାନ ସମୟରୁ ଟିକିଏ ସମୟ ଦିଅନ୍ତୁ। ଆପଣଙ୍କୁ ଏହି ଦିବ୍ୟ ଶକ୍ତି ଦ୍ୱାରା ଦିଆଯାଇଥିବା ସଂକେତ ଗୁଡ଼ିକୁ ବୁଝିବାକୁ ପଡ଼ିବ ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। କୌଣସି ଅବାସ୍ତବ କାମ କରିବା କିମ୍ବା ଅନ୍ୟମାନଙ୍କ ଦ୍ୱାରା ସେମାନଙ୍କ ଭୁଲ ପରାମର୍ଶ ଦ୍ୱାରା ଭ୍ରମିତ ହେବାରୁ ରକ୍ଷା କରନ୍ତୁ। ଯଦି ଆପଣ ଏପରି କରନ୍ତି, ତେବେ ଏହି ଦିବ୍ୟ ଶକ୍ତି ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଯିବେ ଏବଂ ଆପଣଙ୍କ ଘରୁ ଚାଲିଯିବେ। ବନ୍ଧୁମାନେ, ଯଦି ଆପଣ ଚାହୁଁଛନ୍ତି ଯେ ଏହି ମହାନ ଦେବତା ଦିବ୍ୟ ଶକ୍ତି ଆପଣଙ୍କ ଘରେ ସର୍ବଦା ବାସ କରନ୍ତୁ ଏବଂ ଆପଣଙ୍କ ଜୀବନରେ ଚମତ୍କାର କାମ କରନ୍ତୁ, ଆପଣଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରନ୍ତୁ ଏବଂ ଆପଣଙ୍କ ଉପରେ ଆସୁଥିବା ଯେକୌଣସି ଅସୁବିଧାକୁ ରୋକନ୍ତୁ, ତେବେ ପ୍ରଥମେ ଆପଣଙ୍କୁ କିଛି ସଂକେତ ବୁଝିବାକୁ ପଡ଼ିବ। ଭଗବାନଙ୍କର ପ୍ରକୃତ ଭକ୍ତମାନେ ପ୍ରତ୍ୟେକ କଷ୍ଟକର ସମୟରେ, ଜୀବନ ଭଲ ହେଉ କି ଖରାପ, ତାଙ୍କୁ ସ୍ମରଣ କରନ୍ତି ଏବଂ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାଙ୍କର ନାମ ଜାଣନ୍ତି। ଭଗବାନ ଏପରି ଭକ୍ତମାନଙ୍କୁ କେବେ ଦୁଃଖୀ ରହିବାକୁ ଦିଅନ୍ତି ନାହିଁ। ସେମାନେ ଯାହା ମାଗିବେ ସେ ତାହା ପ୍ରଦାନ କରନ୍ତି। ସେହିପରି ଭଗବାନ ଏବେ ଆପଣଙ୍କ ଉପରେ ମହାନ ଆଶୀର୍ବାଦ ପ୍ରଦାନ କରିବାକୁ ଏବଂ ଆପଣଙ୍କର ଜୀବନକୁ ପ୍ରଚୁର ପରିମାଣରେ ପରିପୂର୍ଣ୍ଣ କରିବାକୁ ଯାଉଛନ୍ତି। ଆପଣଙ୍କୁ କେବଳ ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖିବାକୁ ପଡ଼ିବ। କିନ୍ତୁ ତା ପୂର୍ବରୁ ଯଦି ଆପଣ ଭଗବାନ ଭୋଳାନାଥଙ୍କର ଜଣେ ପ୍ରକୃତ ଭକ୍ତ, ଯଦି ଆପଣ ଭଗବାନ ମହାଦେବଙ୍କୁ ସଚ୍ଚୋଟ ହୃଦୟରେ ବିଶ୍ୱାସ କରନ୍ତି, ତେବେ ଦୟାକରି କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଭଗବାନ ଭୋଳାନାଥ ଆପଣଙ୍କ ପ୍ରତି ସର୍ବଦା କୃପାବାନ ରହିବେ ଏବଂ ସବୁଠାରୁ ଖରାପ ଭାଗ୍ୟକୁ ମଧ୍ୟ ସୌଭାଗ୍ୟରେ ପରିଣତ କରିବେ। ତେଣୁ ଭକ୍ତିର ସହିତ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ବନ୍ଧୁମାନେ, ଆପଣଙ୍କ ସୂଚନା ପାଇଁ ଏହି କଳି ଯୁଗରେ ପ୍ରଥମ ଥର ପାଇଁ ଏପରି ଏକ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ଏହି ଦିବ୍ୟ ଶକ୍ତି ଏବେ ଆପଣଙ୍କ ଘରେ ଏପରି ଉପସ୍ଥିତି ସ୍ଥାପନ କରିଛି ଯେ କୌଣସି ଅସୁବିଧା ପ୍ରବେଶ କରିପାରିବ ନାହିଁ କିମ୍ବା କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଭଗବାନ ମହାଦେବ ଏବେ ଆପଣଙ୍କ କାର୍ଯ୍ୟ ପାଇଁ ଆପଣଙ୍କୁ ଶୁଭ ପୁରସ୍କାର ପ୍ରଦାନ କରିବାକୁ ଯାଉଛନ୍ତି, ଯାହାର ଆପଣ ପ୍ରକୃତରେ ଯୋଗ୍ୟ। ବନ୍ଧୁମାନେ, ଆପଣ କରିଥିବା କଠିନ ପରିଶ୍ରମ ଏବଂ ଆପଣଙ୍କ ଜୀବନ ସାରା ଦେଇଥିବା ଭକ୍ତି ଏବଂ ପ୍ରାର୍ଥନାର ଫଳ ଅନେକ ବର୍ଷ ପରେ ଏହି ଦିବ୍ୟ ଶକ୍ତି ଶେଷରେ ଆପଣଙ୍କ ଉପରେ କୃପା କରିଛି।
ଏବଂ ଆପଣ ଭାଗ୍ୟରେ ଭଗବାନ ବ୍ରହ୍ମା ଯାହା ଲେଖିଥିଲେ ତାହା ସତ୍ୟ ହେବାକୁ ଯାଉଛି। ବନ୍ଧୁମାନେ, ଭଗବାନ ବ୍ରହ୍ମା ଆପଣଙ୍କ ପାଇଁ ଯେଉଁ ମୁହୂର୍ତ୍ତ ନିର୍ଣ୍ଣୟ କରିଥିଲେ ତାହା ଶୀଘ୍ର ନିକଟତର ହେଉଛି। ଦୀର୍ଘ ପ୍ରତୀକ୍ଷା ସମାପ୍ତ ହୋଇଛି। ଆପଣଙ୍କର କଠିନ ପରିଶ୍ରମର ଫଳ ପାଇବାର ସମୟ ଆସିଛି। ନିର୍ଣ୍ଣାୟକ ପଦକ୍ଷେପ ନେବାର ସମୟ ଆସିଛି। ଗୋଟିଏ ଅର୍ଥରେ ଆପଣଙ୍କର ଭାଗ୍ୟର ଦ୍ୱାର ଖୋଲିବାକୁ ଯାଉଛି। ଆଗାମୀ 24ରୁ 36 ଘଣ୍ଟା ମଧ୍ୟରେ ଆପଣ ଆପଣଙ୍କର କର୍ମ ପାଇଁ ଏପରି ଶୁଭ ଫଳ ପ୍ରାପ୍ତି କରିବେ। ଆପଣଙ୍କର ସ୍ୱପ୍ନ ଠାରୁ ମଧ୍ୟ ଅଧିକ ପୁରସ୍କାର। ଆଗାମୀ 24ରୁ 36 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବାକୁ ଯାଉଛି, ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିଲେ। କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କେତେକ ସମୟରେ ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକ ସମୟ ମଧ୍ୟରେ ସମାପ୍ତ ହୁଏ ନାହିଁ। ପ୍ରାୟତଃ ଯାହା ପ୍ରକୃତରେ ପ୍ରକାଶିତ ହୁଏ ତାହା ହେଉଛି ଯାହା ଆପଣଙ୍କ ହୃଦୟର ଗଭୀରରେ ରହିଛି। କଥାଟି ଅଛି, ଶେଷରେ ଆମେ ଯାହା ଭୟ କରୁଥିଲୁ ତାହା ହିଁ ଘଟିଲା। ତେଣୁ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଯେତେବେଳେ ଏକ ସମସ୍ୟା ଭାରି ହୋଇଯାଏ ପରମେଶ୍ୱର ତାହାକୁ ପରିଚାଳନା କରିବା ପାଇଁ ସେଠାରେ ଅଛନ୍ତି। ଯେତେବେଳେ ଆପଣ କୌଣସି ପରିସ୍ଥିତିକୁ ବୁଝିପାରିବେ ନାହିଁ, କେବଳ ଈଶ୍ୱରଙ୍କ ନିକଟରେ ସବୁକିଛି ସମର୍ପଣ କରନ୍ତୁ। ସେ ସବୁକିଛି ଠିକ୍ କରିଦେବେ ଏବଂ ମନେ ରଖନ୍ତୁ, ସେ ଆପଣଙ୍କ ପାଇଁ ଆପଣ କଳ୍ପନା କରିଥିବା ଅପେକ୍ଷା ଆହୁରି ଭଲ କରିବେ। ଆଗାମୀ 24 ଘଣ୍ଟାର ଘଟଣାଗୁଡ଼ିକ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଭିଡିଓକୁ ଏକ ମଜା ଭାବରେ ନିଅନ୍ତୁ ନାହିଁ କିମ୍ବା ହାଲୁକା ଭାବରେ ନେବାର ଭୁଲ କରନ୍ତୁ ନାହିଁ। ଏକ ଶକ୍ତିଶାଳୀ ଦିବ୍ୟ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ପଠାଇଛନ୍ତି। ଆପଣଙ୍କର ଭାଗ୍ୟର ତାଲା ଖୋଲିବାର ସମୟ ଆସିଛି। ଆପଣ ଆପଣଙ୍କ ଜୀବନ ସାରା ଅନେକ ଲୋକଙ୍କ ଠାରୁ ଗାଳି ଏବଂ କଠୋର ଶବ୍ଦ ସହ୍ୟ କରିଛନ୍ତି, କିନ୍ତୁ ତାହା ଏବେ ଶେଷ ହେଉଛି। କୁହାଯାଏ ଯେ ବ୍ୟକ୍ତିର ଭାଗ୍ୟରେ ଯାହା ଲେଖା ଅଛି ତାହା ଅନୁଭବ କରିବାକୁ ପଡ଼ିବ। ଯାହା ଭାଗ୍ୟରେ ଅଛି ତାହା ଘଟିବ, କିନ୍ତୁ ଆପଣଙ୍କୁ ଆଉ ଦୁଃଖ ଭୋଗିବାକୁ ପଡ଼ିବ ନାହିଁ। ଆପଣଙ୍କ ଶତ୍ରୁମାନେ ପରାଜୟର ସମ୍ମୁଖୀନ ହେବେ ଏବଂ ଆପଣ ବିଜୟୀ ହେବେ, କାରଣ ଏକ ଶକ୍ତିଶାଳୀ ଦିବ୍ୟ ଶକ୍ତି ଆପଣଙ୍କ ସହିତ ମିଳିତ ହୋଇଛି। ଏହି ଦିବ୍ୟ ଶକ୍ତି ଆପଣଙ୍କର ବାଣିଜ୍ୟ, ବୃତ୍ତି, କ୍ୟାରିୟର, ବ୍ୟବସାୟ, ପ୍ରେମ ଜୀବନ, ସ୍ୱାସ୍ଥ୍ୟ, ପାରିବାରିକ ଜୀବନ, ଦୈନନ୍ଦିନ କାର୍ଯ୍ୟ ଏବଂ ଆପଣଙ୍କ ଅସ୍ତିତ୍ୱର ଅନ୍ୟ ପ୍ରତ୍ୟେକ ଦିଗରେ ଆଣିଥିବା ଆଶ୍ଚର୍ଯ୍ୟ ଏବଂ ପରିବର୍ତ୍ତନ ଗୁଡ଼ିକୁ ଦେଖନ୍ତୁ। ଚମତ୍କାର ଘଟଣା ଗୁଡ଼ିକ ଗୋଟିଏ ପରେ ଗୋଟିଏ ପ୍ରକାଶିତ ହେବାକୁ ଯାଉଛି। ଯଦି ଆପଣ ଜୀବନରେ ପ୍ରେମ, ସୁଖ ପାଇବାକୁ ଚାହାନ୍ତି, ତେବେ ଏହି ଭିଡିଓକୁ ଏକ ଶାନ୍ତ ଏକାନ୍ତ ସ୍ଥାନରେ ଦେଖନ୍ତୁ। ଆପଣ ଧନ, ସମୃଦ୍ଧି, ସମ୍ମାନ ଏବଂ ପ୍ରତିଷ୍ଠା ପାଇବେ, ଯାହା ଆପଣ ଇଚ୍ଛା କରନ୍ତି। ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ନିଶ୍ଚିତ କରନ୍ତୁ, କାରଣ ସାଂସାରିକ ସୁଖ ଉପଭୋଗ କରିବାର ସମୟ ଆସିଛି। ଜଗତର ସମସ୍ତ ଆନନ୍ଦ ଆପଣଙ୍କ ପାଦ ତଳେ ରହିବ, କାରଣ ଏକ ଶକ୍ତିଶାଳୀ ଦେବତା, ଏକ ଦିବ୍ୟ ଶକ୍ତି ଆପଣଙ୍କ କୁଣ୍ଡଳୀରେ ବାସ କରିଛି। ତେବେ ଆପଣଙ୍କ ଭାଗ୍ୟରେ କେଉଁ ନିର୍ଦ୍ଦିଷ୍ଟ ଆନନ୍ଦ ଲେଖାଯାଇଛି? ଆପଣ ଆପଣଙ୍କର ଚାକିରି, ବାଣିଜ୍ୟ, କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ଏବଂ ଖୁସି ଅନୁଭବ କରିବେ। ଆପଣ ପାରିବାରିକ ଜୀବନ, ପ୍ରେମ ଏବଂ ଧନରେ ଖୁସି ପାଇବେ। ଆଜିର ଭିଡିଓରେ ଆମେ ଏହି ସବୁ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିବୁ। ବନ୍ଧୁମାନେ, ଆଜି ଆମେ 7ଟି ମୁଖ୍ୟ ବିନ୍ଦୁ ସେୟାର କରିବାକୁ ଯାଉଛୁ, ଯାହା ସମସ୍ତଙ୍କୁ ଜାଣିବା ଉଚିତ। ଆଗାମୀ 24ରୁ 36 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଘଟିବାକୁ ଥିବା 2ଟି ଘଟଣା ବିଷୟରେ ପୂର୍ବାନୁମାନ କରିବୁ। ଏପରି ଘଟଣା ଯାହାର ବିନାଶକାରୀ ପରିଣାମ ହୋଇପାରେ। ଆମେ ଶୁଭ ଏବଂ ଅଶୁଭ ଉଭୟ ଘଟଣା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବୁ। ତଥାପି 24ରୁ 36 ଘଣ୍ଟା ପାଇଁ ଗ୍ରହ ସଂଯୋଜନ ଏବଂ ଆପଣଙ୍କ ଆଡ଼କୁ ଆସୁଥିବା 3ଟି ପ୍ରମୁଖ ବିପର୍ଯ୍ୟୟକୁ ବୁଝିବା ଆପଣଙ୍କ ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ। ଏହି ଜ୍ଞାନ ମୂଲ୍ୟବାନ ଶିକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରିବ। ଏହି ଭିଡିଓ ବିଶେଷ ଭାବରେ ସେମାନଙ୍କ ପାଇଁ ଯେଉଁମାନେ ବର୍ତ୍ତମାନ ନିଜ ଜୀବନରେ ବଡ଼ କଷ୍ଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଇଁ ଏହା ଏକ ଆଶୀର୍ବାଦ ଠାରୁ କମ୍ ହେବ ନାହିଁ। ଆମେ ଆପଣଙ୍କୁ କହିଦେଉଛୁ ଯେ ଆପଣଙ୍କ ଘରେ ପବିତ୍ରତାର ବାତାବରଣ ରହିବ, ଚିନ୍ତା ଦୂର ହୋଇଯିବ। ତେଣୁ ଆପଣଙ୍କ ପରିବାର ସହିତ ରୁହନ୍ତୁ ଏବଂ ଖୁସି ବାଣ୍ଟିବାକୁ ଚେଷ୍ଟା କରନ୍ତୁ। ଯଥାସମ୍ଭବ ଖୁସି ରହିବାକୁ ଚେଷ୍ଟା କରନ୍ତୁ। ବିଭିନ୍ନ କାରଣରୁ ଆପଣଙ୍କ ଭିତରେ ସୃଷ୍ଟି ହୋଇଥିବା ନିରାଶାର ମୁକାବିଲା କରିବା ପାଇଁ ଆପଣଙ୍କୁ ଏକ ନୂତନ ଉପାୟ ଖୋଜିବାକୁ ପଡ଼ିବ। ଆପଣଙ୍କ ଆନ୍ତରିକ ଶକ୍ତି ସମାଧାନ ଖୋଜିବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ଏହା ସହିତ ଆଜି ଆପଣଙ୍କ ଜୀବନ ସାଥୀଙ୍କ ସହିତ ଆପଣ କିଛି ସମୟ ବିତାଇବେ। ଦିନଟି ଆରାମଦାୟକ ସାବ୍ୟସ୍ତ ହେବ। ଯଦିଓ ଆପଣ କୌଣସି ବିସ୍ତୃତ ଯୋଜନା କରିନାହାନ୍ତି,
केवल आपणक साथी एवं परिवार सहित गुणात्मक समय बिताइबा दिनटिକୁ स्वतंत्र करिब। एबे पई गुरुत्वपूर्ण प्रसंग गुड़िको पासोरी दियंतु एवं जीवनर छोट छोट खुशी उपभोग करंतु। आपण संतोष एवं महान आनंद अनुभव करिवे। आपणक क्यारियर एवं आर्थिक संभावना विषय आपणक कर्म क्षेत्र रे किछि समय धरि योजना अनुଯାयी चली नथिला, किंतु एबे उन्नतिर आशा करा जाउछि। आपण जेपरि चाहुथिले सेपरि हेउ नथिला, किंतु ताहा परिवर्तन हेबाको जाउछि। आपणको मने रखिबाको हेबो जे सहकर्मीଙ୍କ सहित ଏହା ବ୍ୟତୀତ ଆପଣ କିଛି ଆଶ୍ଚର୍ଯ୍ୟଜନକ ସୂଚନା ପାଇପାରନ୍ତି। ଏକ ପ୍ରକାଶ ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିପାରେ। ତଥାପି ଚିନ୍ତା କରନ୍ତୁ ନାହିଁ, ଖବରଟି ସକାରାତ୍ମକ ହେବ ଏବଂ ଆପଣଙ୍କର ହୃଦୟକୁ ଆନନ୍ଦରେ ପୂର୍ଣ୍ଣ କରିବ। ଆପଣ ଦୀର୍ଘ ସମୟ ଧରି ଚେଷ୍ଟା କରୁଥିବା ଜିନିଷ ଗୁଡ଼ିକ ଶେଷରେ ସଫଳ ହେବାକୁ ଯାଉଛି। ଆପଣ ପୂର୍ବରୁ ଯେଉଁ ପ୍ରୟାସ ଗୁଡ଼ିକୁ ନିରର୍ଥକ ମନେ କରୁଥିଲେ ତାହା ଶେଷରେ ସଫଳ ହେବ। ତେଣୁ ବନ୍ଧୁ ଏବଂ ପରିବାର ସହିତ ଏହି ଦିନଟିକୁ ପାଳନ କରନ୍ତୁ। ସେମାନଙ୍କ ପାଖରେ ମଧ୍ୟ ଆପଣଙ୍କ ସହିତ ବାଣ୍ଟିବା ପାଇଁ କିଛି ଭଲ ଖବର ଥାଇପାରେ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ ବିଷୟରେ ଆପଣ ଆପଣଙ୍କର କ୍ୟାରିୟର ଉପରେ ଭାବପ୍ରବଣ ଗଭୀରତାର ପ୍ରଭାବ ଦେଖିପାରନ୍ତି। ଏହି ସମୟରେ ଆପଣଙ୍କର ବିଶ୍ଳେଷଣାତ୍ମକ କ୍ଷମତା ବୃଦ୍ଧି ପାଇବ। ତେଣୁ ଆପଣଙ୍କର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଉଦ୍ଦେଶ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପାଇଁ ଅନୁକୂଳ ନିଷ୍ପତ୍ତି ଆସିବାର ଆଶା କରନ୍ତୁ। ତଥାପି ସତର୍କ ରୁହନ୍ତୁ, କାରଣ ଅପ୍ରତ୍ୟାଶିତ ଘଟଣା କିମ୍ବା ଅସହିଷ୍ଣୁତାର ଉଦାହରଣ ସୃଷ୍ଟି ହୋଇପାରେ। ଧ୍ୟାନ ଏବଂ ଏକତାକୁ ପ୍ରାଥମିକତା ଦେବା ଆପଣଙ୍କୁ ଏହି ସମ୍ଭାବ୍ୟ ଚ୍ୟାଲେଞ୍ଜ ଗୁଡ଼ିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ସାହାଯ୍ୟ କରିବ। ବର୍ତ୍ତମାନ ପ୍ରାଥମିକତା ସ୍ଥିର କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ। ଏକ ସକାରାତ୍ମକ ଶକ୍ତି ପ୍ରଚଳିତ ହେଉଛି। ଆପଣ ଆପଣଙ୍କ ପିଲାମାନଙ୍କ ମାଧ୍ୟମରେ ଖୁସି ଅନୁଭବ କରିବେ ଏବଂ ସେମାନଙ୍କ ଠାରୁ କିଛି ଭଲ ଖବର ପାଇବେ। ଜଣେ ବୃଦ୍ଧଙ୍କର ଆଶୀର୍ବାଦ କିମ୍ବା କାହାର ପରାମର୍ଶ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଆପଣ ଏକ ବଡ଼ ସମସ୍ୟାକୁ ବଡ଼ ମନେ କରୁଛନ୍ତି, ତାହା ଆପଣଙ୍କ ଆଶା ଠାରୁ ବହୁତ ସହଜ ସମାଧାନ ହୋଇପାରେ। ମୂଳତଃ ଆପଣ ଭୟ କରୁଥିବା ଏକ ଚ୍ୟାଲେଞ୍ଜର ପାହାଡ଼କୁ ମୁହୂର୍ତ୍ତରେ ପରାସ୍ତ କରାଯାଇପାରିବ। ଆପଣ ଏହାକୁ ଏହିପରି ଦେଖିପାରିବେ। ତଥାପି ଆଗାମୀ 10 ଦିନ ଏକ ଚେତାବନୀ ମଧ୍ୟ ବହନ କରେ। କ୍ରୋଧ, ଶୀଘ୍ରତା କିମ୍ବା ଭାବପ୍ରବଣତା ଦ୍ୱାରା ପ୍ରଭାବିତ ହୋଇ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଯଥେଷ୍ଟ କ୍ଷତି ଘଟାଇପାରେ। ତେଣୁ ଆପଣଙ୍କୁ ଆପଣଙ୍କ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ବିଶେଷ କରି ସନ୍ଧ୍ୟା ସମୟରେ କିମ୍ବା ଯୁକ୍ତିତର୍କର ଗରମ ସମୟରେ। ଆପଣଙ୍କ ପକ୍ଷରୁ ଏକ ଛୋଟ ଭୁଲ ଏକ ବଡ଼ ବିବାଦର କାରଣ ହୋଇପାରେ। ତେଣୁ କିଛି ସମୟ ପାଇଁ ନୀରବ ରହିଯାଆନ୍ତୁ। ଆପଣ ନିୟନ୍ତ୍ରଣ ବାହାରେ ଥିବା ଜିନିଷ ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ପରିବାରର କୌଣସି ସଦସ୍ୟ ଆପଣଙ୍କ କଥା ନ ଶୁଣନ୍ତି, ତେବେ ସେମାନଙ୍କୁ ଛାଡ଼ି ଦିଅନ୍ତୁ। ଆପଣଙ୍କର ଧ୍ୟାନ ନିଜ ଜୀବନ ବଞ୍ଚିବା ଉପରେ ରହିବା ଉଚିତ। ନିଜର ଏବଂ ଆପଣଙ୍କର ନିକଟତର ଲୋକଙ୍କ ଯତ୍ନ ନେବା, ଯେଉଁମାନେ ଆପଣଙ୍କୁ ବୁଝିପାରୁନାହାନ୍ତି ସେମାନଙ୍କୁ ଛାଡ଼ି ଦିଅନ୍ତୁ। ଏହା ବ୍ୟତୀତ ମନେ ରଖନ୍ତୁ ଯେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଜିନିଷକୁ ସମାଧାନ କରିପାରିବେ ନାହିଁ। ସେଗୁଡ଼ିକ ସଂଶୋଧନ କରିବାକୁ ଚେଷ୍ଟା କରିବା ପ୍ରକ୍ରିୟାରେ ଆପଣ ନିଜ ଜୀବନକୁ ଅବହେଳା କରିପାରନ୍ତି ଏବଂ ଆପଣଙ୍କର ମାନସିକ ସୁସ୍ଥତାକୁ କ୍ଷତି ପହଞ୍ଚାଇ ପାରନ୍ତି। ଏହି ସମସ୍ୟା ଗୁଡ଼ିକ ଆଗାମୀ 10 ଦିନ ମଧ୍ୟରେ ତୀବ୍ର ହୋଇପାରେ। ଆପଣ ନିଜକୁ ଭାବିପାରନ୍ତି ଯେ ଆପଣଙ୍କ ଚାରିପାଖରେ ଥିବା ଲୋକମାନେ କାହିଁକି ଭଲ ପାଇଁ ପରିବର୍ତ୍ତନ ହେଉନାହାନ୍ତି। ତଥାପି ଆପଣଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ସେଗୁଡ଼ିକ ସମାଧାନ କରିବାକୁ ଚେଷ୍ଟା କରିବା ଦ୍ୱାରା ଆପଣଙ୍କ ନିଜ ପରିସ୍ଥିତି ନଷ୍ଟ ହୋଇପାରେ। ଆପଣଙ୍କୁ ଏଥିରୁ ଆପଣଙ୍କର ଧ୍ୟାନ ହଟାଇ ଅନ୍ୟ କିଛି ଖୋଜିବାକୁ ପଡ଼ିବ, ଏପରି କିଛି ଯାହା ପାଇଁ ଏତେ କ୍ଲାନ୍ତକାରୀ ସଂଘର୍ଷ ଆବଶ୍ୟକ ନାହିଁ। ଆପଣଙ୍କର ଶକ୍ତି ଅନ୍ୟ ସାଥୀ, ବନ୍ଧୁ କିମ୍ବା ପରିବେଶ ଆଡ଼କୁ ପ୍ରେରଣ କରନ୍ତୁ, ଯେଉଁଠାରେ ଆପଣ ଏପରି ବିଷାକ୍ତ ଗତିଶୀଳତାରେ ଫସିବେ ନାହିଁ। ଏହା ସହିତ ଏହି 10 ଦିନ ଆପଣଙ୍କୁ ଅନୁଭବ କରାଇବ ଯେ ପରମେଶ୍ୱର ଆପଣଙ୍କର ପ୍ରାର୍ଥନା ଶୁଣିଛନ୍ତି। ଉତ୍ତର ଗୁଡ଼ିକ କେବଳ ଏକ ପ୍ରକାରରେ ଆସିଛି କିମ୍ବା ଏକ ଗତିରେ, ଯାହା ଆପଣ ଆଶା କରିଥିବା ଅପେକ୍ଷା ଟିକିଏ ଭିନ୍ନ।
तेणु आजिर भिडियोरे मु आगामी 10 दिनर राशिफल विषय प्रकाश करिछि। विशेष करी परवर्ती 3 दिन को आलोकपात करिछि। जदि आपण सतर्कतार सहित आगको बढ़ंती तेबे आपणको पई बहुत खुशी अपेक्षा करि। आपण लक्ष्य करिसंती कि किछि लोकन को भेटिबा तरा आपणकर मन किपरि हालुका अनुभव हुए एहा घटे। तथापि किछि लोकंक सहित कथा हेबा परे आपण केबे अव्यक्त भाबरे क्लांत अनुभव करिसंती कि तो एहा केवल एक भावना नुहे। प्रायतः जड़े व्यक्ति एक शक्ति बहन करे जहाँ तांको पाखरे थिबा लोकन को प्रभावित करे। एही समय आपण को विशेष भावरे सेमानंक प्रति सतर्क रहिबाको पड़िबो जो माने सब किछिरे नकारात्मकता प्रसार करंती। कारण भाग्यरू आसीथिबा चेतावनी केवल घटना गुड़िकरे सीमित नुहे। केतेक समय यह लोक मानंकु मध्य चिंता करे। एबे आसंतु आपणकर कर्म क्षेत्र विषय आलोचना करिबा। आपणकर कार्यस्थल एवं कार्य भावरे गुरुत्वपूर्ण कार्यकलाप दृश्यमान हुए। किछि व्यक्तिंक पई यह पदोन्नति सम्मान किंबा एक नूतन दायित्व भावरे प्रकाशित होई पारे। अन्य मानक पई यह एक नूतन उद्यमर आरंभ होई पारे एवं किछिंक पई यह कठिन परिश्रमर दीर्घ प्रतीक्षित फलाफल हेबो जहा पूर्वरु अणदेखा करा जायथिला। तथापि एठारे सबुठारु गुरुत्वपूर्ण कथा हेउची जे एही फलाफल हठात आसीबो एते अप्रत्याशित भावरे जे एक मुहूर्त पाई आपण निजे मध्य विश्वास करि परिबे नाही। तथापि एक समय आउ एक शक्ति खेलरे आसीबो ईर्षा। जेतेबेले जणे व्यक्तिंकर भाग्य वृद्धि पाइबा आरंभ करे किछि लोक आनंद करंती जेतेबेले कि अन्य माने आभ्यंतरीण अस्वस्थी अनुभव करंती। सेथिपाई आगामी दिन रे आपणको समस्तଙ୍କ निकटरे आपणकर योजना प्रकाश करिबा उचित नुहे। ए पर्यंत संपूर्ण होई नथिबा कार्य विषय कम कथा हुंतु। वर्तमान जो स्वप्न रूप नेउछि ताहाको किछि समय पाई निज भितरे सुरक्षित रखंतु कारण जो माने सुनंती से माने समस्ते शुभेच्छुकारी नुहंती। एबे आसंतु राति सहित जड़ित एक निर्दिष्ट मुहूर्त विषय आलोचना करिबा। आज राति रे किंबा किछि समय परे एक घटना घटी पारे जहाँ सामान्य मने हुए। आपण हठात निदरू उठी पारंती एक अतीतर स्मृति प्रकाश पाई पारे किंबा एक निर्दिष्ट व्यक्तिंकर मुह बारंबार मने पड़ी पारे। एक शब्द एक संख्या किंबा एक नाम आपणक सम्मुखरे देखा जाय पारे। तो बंधु माने यह केवल एक संजोग भावरे आपण खारज करंतु नाही। ब्रह्मांड प्रायतः सीधा सड़क शब्द बदल रे संकेत माध्यम रे जोगाजोग एवं जो माने एही संकेत गुड़िक बुझंती से माने अन्य माने करिबा पूर्वरु आगामी परिवर्तन गुड़िक अनुभव करि पारिबे। तो बंधु माने एक अदृश्य शक्ति आपणक पई एक नूतन द्वार खोली देउछि जहा कारणरो आपण गत किछि दिन धरि एक अद्भुत अस्थिरता अनुभव करूछंती। आपणक मन अनुभव करूछि जे किछि परिवर्तन हेबाकु जाउछि। आपणकर हृदय अनुभव करूछि जे किछि दिगंतरे अछि। सबुठारु आकर्षणीय कथा हेउछि एहा एपरि जणे व्यक्तिंक सहित जड़ित होई पारे जहांक विषय आपण प्राय चिंता करिबा बंद करि देथिले। से व्यक्ति हठात आपणक जीवनर कहानी रे पुनर्बार प्रवेश करि पारंती। हुएत जणे बंधु भावरे एक वार्ता माध्यम रे एक सहायक भावरे किंबा केवल एक संकेत भावरे। उत्तर वर्तमान पई लुकायित रहिछि किंतु संकेत गुड़िक आहुरी दृढ़ हेउछि। एही वार्तार सबुठारु गुरुत्वपूर्ण स्तर प्रकाश पाइबार समय आसीछि। आपण वर्तमान आपणक जीवन रे जो प्रतिबंधक गुड़िकर सम्मुखीन होइथिले ताहा प्रकृत रे आपणको सुरक्षा देबा पाई थिला। प्रत्येक बंद द्वार क्षति को सूचित करे नाही। केतेक समय एक द्वार बंद हो जाए जहा परे अधिक असुविधार कारण होइथांता। एही अनुभव जहाको बुझिबा पाई प्रायतः लोकंकु वर्ष वर्ष लागि जाए तथापि समय आपणक पाई गुरुत्वपूर्ण कारण एक नूतन परिस्थिति प्रकाश पाउछि एवं एथर निष्पत्ति आपणक हाथ